ଆଜିର ପ୍ରସଙ୍ଗରେ ଶୁଣନ୍ତୁ ସୁରକ୍ଷିତ ଓଜନ ସ୍ତର ଉଜ୍ଜଳ ଭବିଷ୍ୟତ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ପୃଥିବୀରେ ଜୀବଜଗତର ସ୍ଥାୟିତ୍ୱକୁ ସୁରକ୍ଷିତ ରଖିବାରେ ବାୟୁମଣ୍ଡଳରେ ଓଜନ ସ୍ତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସୂର୍ଯ୍ୟ ରଶ୍ମିରୁ ପୃଥିବୀକୁ ଆସୁଥିବା କ୍ଷତିକାରକ ବାଇଗଣୀ ରଶ୍ମିରୁ ଏହା ପୃଥିବୀକୁ ସୁରକ୍ଷା ପ୍ରଦାନ କରିଥାଏ। ଓଜନ ସ୍ତର ପୃଥିବୀକୁ ଆଚ୍ଛାଦିତ କରି ରଖିଥାଏ। ଖୁବ୍ ପତଳା ଏକ ଗ୍ୟାସୀୟ ଆସ୍ତରଣ ଭାବେ ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିୟରରେ ପୃଥିବୀ ପୃଷ୍ଠରୁ ପ୍ରାୟ 15ରୁ 35 କିଲୋମିଟର ଉଚ୍ଚତାରେ ଓଜନ ସ୍ତର ରହିଛି। ଫଳରେ ମଣିଷ ଏବଂ ସମସ୍ତ ଜୀବଜଗତ ଏହି କ୍ଷତିକାରକ ରଶ୍ମି ପ୍ରଭାବରୁ ସୁରକ୍ଷିତ ରହିପାରନ୍ତି। ଫରାସୀ ପଦାର୍ଥ ବିଜ୍ଞାନୀ ଚାର୍ଲସ ଫାବ୍ରି ଏବଂ ହେନରୀ ବୁଇସନ୍ 1913 ମସିହାରେ ଓଜନ ସ୍ତର ଆବିଷ୍କାର କରିଥିଲେ। ନିଜ ଗବେଷଣାରୁ ଏହି ସ୍ତର କ୍ଷତିକାରକ ଅତି ବାଇଗଣୀ ରଶ୍ମି ଅବଶୋଷଣ କରିନେଉଥିବା ସେମାନେ ଜାଣିବାକୁ ପାଇଥିଲେ। ତେବେ ପୃଥିବୀର ବିଭିନ୍ନ କାରକ, ପ୍ରକୃତି ଉପରେ ମଣିଷର ଅତ୍ୟାଚାର ଏବଂ ଅତ୍ୟାଧୁନିକ ଜୀବନଶୈଳୀରୁ ନିର୍ଗତ ବହୁବିଧ ରସାୟନ ଯୋଗୁଁ ଓଜନ ସ୍ତର ପ୍ରତି ବିପଦ ସୃଷ୍ଟି ହୋଇଛି ଏବଂ ସେଥିରେ ଛିଦ୍ର ହୋଇଥିବା ବୈଜ୍ଞାନିକମାନେ ଜଣାଇଛନ୍ତି। ଓଜନ ସ୍ତରରେ ଛିଦ୍ର ହେବା ବିଶ୍ୱ ତଥା ମାନବ ଜାତିର ଭବିଷ୍ୟତ ପାଇଁ କିପରି କ୍ଷତିକାରକ ତାହା ଜାଣିବା ପରେ ପ୍ରତିବର୍ଷ ସେପ୍ଟେମ୍ବର 16 ତାରିଖରେ ଓଜନ ସ୍ତରର ସଂରକ୍ଷଣ ପାଇଁ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ବିଶ୍ୱ ଓଜନ ଦିବସ ପାଳନ କରାଯାଉଛି। 1994 ମସିହାରେ ଜାତିସଂଘ ମହାସଭା ଓଜନ ସ୍ତରର ସୁରକ୍ଷା ପାଇଁ ହୋଇଥିବା ଐତିହାସିକ ମଣ୍ଟ୍ରିଲ୍ ପ୍ରୋଟୋକଲକୁ ସ୍ମରଣୀୟ ରଖିବା ପାଇଁ ଏହି ଦିନଟିକୁ ସ୍ଥିର କରିଥିଲା। 1987 ମସିହା ଆଜିର ଦିନରେ ହିଁ କାନାଡାର ମଣ୍ଟ୍ରିଲ୍ ସହରରେ ବିଶ୍ୱର ବିଭିନ୍ନ ଦେଶ ଓଜନ ସ୍ତରର ସୁରକ୍ଷା ପାଇଁ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ମଣ୍ଟ୍ରିଲ୍ ପ୍ରୋଟୋକଲରେ ସ୍ୱାକ୍ଷର କରିଥିଲେ। 1980 ଦଶକରେ ଓଜନ ଗର୍ତ୍ତ ଠାବ କରାଯାଇଥିଲା। ଶିଳ୍ପାୟନ ଓ ଆଧୁନିକୀକରଣ ଯୋଗୁଁ ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ବିଭିନ୍ନ ବିଷାକ୍ତ ଗ୍ୟାସ୍ ଯୋଗୁଁ ଓଜନ ସ୍ତର କ୍ରମଶଃ କ୍ଷୟ ହେବାରେ ଲାଗିଛି। ଫଳରେ ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମି ଓଜନ ସ୍ତରକୁ ଭେଦ କରି ପୃଥିବୀ ଉପରେ ସିଧାସଳଖ ପଡ଼ିବାର ସଙ୍କଟ ସୃଷ୍ଟି ହୋଇଛି, ଯାହା ଚର୍ମ କର୍କଟ ରୋଗର ମୁଖ୍ୟ କାରଣ। ଓଜନ ସ୍ତରକୁ ନଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କେତେକ କ୍ଷତିକାରକ ପଦାର୍ଥ ନିର୍ଗମନ ପର୍ଯ୍ୟାୟକ୍ରମେ ଶେଷ କରିବା ଏବଂ ଏହି ସ୍ତରର ସୁରକ୍ଷା ପାଇଁ ମଣ୍ଟ୍ରିଲ୍ ପ୍ରୋଟୋକଲ ପରି ଅନ୍ତର୍ଜାତୀୟ ଚୁକ୍ତି କରାଯାଇଛି। 1987 ମସିହା ସେପ୍ଟେମ୍ବର 16 ତାରିଖରେ ଏହି ଚୁକ୍ତି ପାଇଁ ସହମତି ପ୍ରକାଶ ପାଇଥିଲା ଏବଂ 1989 ମସିହା ଜାନୁଆରୀ 1ରୁ ଏହାକୁ ଲାଗୁ କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ଓଜନ ଦିବସର ବାର୍ତ୍ତା ରହିଛି ବିଜ୍ଞାନରୁ ବିଶ୍ୱ ପଦକ୍ଷେପ। ସାମ୍ପ୍ରତିକ ସମୟରେ ଭବିଷ୍ୟତ ପିଢ଼ିର ସୁରକ୍ଷା ପାଇଁ ପରିବେଶ ଅନୁକୂଳ ପଦକ୍ଷେପର ଆବଶ୍ୟକତା ଯଥେଷ୍ଟ ବୃଦ୍ଧି ପାଇଛି। ତାପମାତ୍ରାରେ ଅହେତୁକ ବୃଦ୍ଧି ଯୋଗୁଁ ବିଶ୍ୱସ୍ତରରେ ଫ୍ରିଜ୍, ଏୟାର କଣ୍ଡିସନର ଆଦି ଶୀତଳତା ପ୍ରଦାନ କରୁଥିବା ବ୍ୟବସ୍ଥାର ଉପଯୋଗ ବଢ଼ୁଛି, ଯାହା ତାପମାତ୍ରାକୁ ଆହୁରି ବଢ଼ାଇ ଚାଲିଥିବା ଏକ ଆକଳନରୁ ଜଣାପଡ଼ିଛି। ବିଶ୍ୱର ଏକ ଅଗ୍ରଣୀ ଦେଶ ଭାବେ ଭାରତ ମଣ୍ଟ୍ରିଲ୍ ପ୍ରୋଟୋକଲକୁ କାର୍ଯ୍ୟକାରୀ କରିବାରେ ମଧ୍ୟ ଆଗୁଆ ରହିଛି। ଦେଶର ଏହି ପ୍ରୋଟୋକଲ ଅନୁସାରେ ଓଜନ ସ୍ତର ପ୍ରତି ବିପଦ ସୃଷ୍ଟି କରୁଥିବା ପଦାର୍ଥର ଉତ୍ସର୍ଜନ ହ୍ରାସ କରିବାର ଲକ୍ଷ୍ୟକୁ ବିଶେଷ ଗୁରୁତ୍ୱ ଦିଆଯିବା ସହ ଆଖିଦୃଶିଆ ସଫଳତା ମଧ୍ୟ ହାସଲ କରାଯାଇପାରିଛି। ଏହା ସହିତ ପାଣିପାଗର ପରିବର୍ତ୍ତନ ତଥା ପରିବେଶ ପ୍ରଦୂଷଣ କ୍ଷେତ୍ରରେ ମଧ୍ୟ ସମସ୍ୟାର ସମାଧାନ ଲାଗି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି ଭାରତ। ପରିବେଶ ପାଇଁ ଜୀବନଶୈଳୀ ବା ମିଶନ ଲାଇଫକୁ ମଧ୍ୟ ଅଗ୍ରାଧିକାର ଦିଆଯାଉଛି। ଦେଶର ନାଗରିକମାନଙ୍କୁ ପରିବେଶ ସଚେତନ ଜୀବନଶୈଳୀ ଆପଣାଇବାକୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ସମସ୍ତଙ୍କୁ ଚାରାରୋପଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ପୃଥିବୀ ମାତାର ସୁରକ୍ଷା ପାଇଁ ଏହି ଅଭିଯାନ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସମଗ୍ର ଦେଶରେ ଏହି ଆହ୍ୱାନ ଏକ ଜନ ଆନ୍ଦୋଳନରେ ପରିଣତ ହେଉଛି। 1992 ମସିହା ଜୁନ୍ ମାସରୁ ମଣ୍ଟ୍ରିଲ୍ ମାର୍ଗଦର୍ଶିକାର ଏକ ପକ୍ଷ ଭାବରେ ଭାରତ ଏହାର ସମସ୍ତ ପର୍ଯ୍ୟାୟ ଏବଂ ଓଜନ କ୍ଷୟକାରୀ ପଦାର୍ଥ ODS ଗୁଡ଼ିକର ପରିମାଣ କମାଇବା ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ସଫଳତାର ସହ କରିଚାଲିଛି। ନିଜର ଭବିଷ୍ୟତ ପିଢ଼ି ଉତ୍ତରାଧିକାରୀଙ୍କୁ ଏକ ସୁନ୍ଦର ପୃଥିବୀ ଉପହାର ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେଣୁ ରାସାୟନିକ ଜୀବନଶୈଳୀରୁ ବାହାରି ପ୍ରକୃତି ଅନୁକୂଳ ତଥା ପ୍ରାକୃତିକ ଜୀବନଶୈଳୀକୁ ଆପଣାଇବା ବିଶ୍ୱ ଓଜନ ଦିବସର ପ୍ରମୁଖ ଆହ୍ୱାନ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ।